आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ରମା ଦେବୀ ଚୌଧୁରୀ 3 ଡିସେମ୍ବର 1899 ମସିହାରେ ଜନ୍ମ ହୋଇଥିଲେ। ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସାମାଜିକ ସଂସ୍କାରକ ଥିଲେ। ତାଙ୍କ ପିତାଙ୍କ ନାମ ଗୋପାଳ ବଲ୍ଲଭ ଦାସ ଓ ମାତାଙ୍କ ନାମ ବସନ୍ତ କୁମାରୀ ଦେବୀ ଥିଲା। ତାଙ୍କୁ ଓଡ଼ିଶାବାସୀ ମା ବୋଲି ସମ୍ବୋଧନ କରନ୍ତି। ସେ ଏବଂ ତାଙ୍କ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ 1921 ମସିହାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଓଡ଼ିଶା ସ୍ତରରେ ସେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନରେ ଅନେକ ଥର ଗିରଫ ହୋଇଥିଲେ। ଅସ୍ପୃଶ୍ୟତା ଦୂର କରିବା ପାଇଁ ସେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ଅସ୍ପୃଶ୍ୟତା ନିବାରଣ ସମିତିକୁ ପ୍ରତିଷ୍ଠା କରିଥିଲେ। 1947 ମସିହାରେ ଭାରତର ସ୍ୱାଧୀନତା ପରେ ରମାଦେବୀ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଏବଂ ଗ୍ରାମଦାନ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିଲେ। ଜାତି ପ୍ରତି ତାଙ୍କର ସେବାକୁ ସ୍ୱୀକୃତି ଦେଇ ରମାଦେବୀଙ୍କୁ 4 ନଭେମ୍ବର 1981 ମସିହାରେ ଜାମନାଲାଲ ବଜାଜ ପୁରସ୍କାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା 16 ଏପ୍ରିଲ 1984 ମସିହାରେ ଡକ୍ଟର ଅଫ୍ ଦର୍ଶନଶାସ୍ତ୍ର ପ୍ରଦାନ କରାଯାଇଥିଲା। ତାଙ୍କର 22 ଜୁଲାଇ 1985 ମସିହାରେ 85 ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହବ ଆଗାମୀ ଭିଡିଓରେ। ନମସ୍କାର।